ମାନେ ମୋର ବୋହୂ ଯିଏ ହେଇଛି ମାନେ ଏଲିନା ସାମନ୍ତରାୟ। ଅନ୍ତତଃ ମୁଁ ଏତିକି କହିପାରିବି, ଓଡ଼ିଶାର ଦର୍ଶକ ଏଲିନା ସାମନ୍ତରାୟକୁ ଏଭଳିଆ ଏକ ଭୂମିକାରେ ଆଗରୁ କେବେ ଦେଖିନଥିବେ। ବୋହୂ ଭୂମିକାରେ ବହୁ ରୂପରେ, ବହୁ ଭୂମିକାରେ ତ ସେ କରିଛନ୍ତି, କିନ୍ତୁ ବହୁ ଭୂମିକାରୁ ବାହାରି ଆହୁରି କେଉଁ ଚରିତ୍ର ଏଇ ସିନେମାରେ ଅଛି ଯେଉଁଟା ସେ କେବେ ଆଗରୁ କରିନାହାନ୍ତି। ସିନେମା ରକ୍ତଗୋଲାପ ଆସୁଛି, ନାଁଟା ସହିତ ଓଡ଼ିଆ ଲୋକ ପରିଚିତ ଥିବେ। ବହୁତ ଦିନ ତଳେ ଓଡ଼ିଆ ସିନେମା ଗୋଟେ ରକ୍ତଗୋଲାପ ଥିଲା, ଏବଂ ଏବେ ପୁଣି ବହୁତ ଦିନ ପରେ ରକ୍ତଗୋଲାପ, ମାନେ ନାଁଟା ଅନ୍ତତଃ ଟିକେ ଭାବିଲେ ଲାଗୁଛି ଅଲଗା। ରକ୍ତଗୋଲାପ କାହିଁକି ଆକ୍ଚୁଆଲି, ତେଣୁ ରକ୍ତର ଜିନିଷଟା ତା ଭିତରେ ଅଛି। ଆଉ ମୋ ଚରିତ୍ର ସେଇ ବାପା ଚରିତ୍ର, କିନ୍ତୁ ଜଣଙ୍କର ମୋର ପୁଅ, ଏବଂ ଏଲିନା ସାମନ୍ତରାୟ ଯେଉଁ ଚରିତ୍ର କରୁଛନ୍ତି ତାଙ୍କର ଶ୍ୱଶୁର ମୁଁ। ଏବଂ ସେଠି ଏଇ ପରିବାର ଭିତରେ ଗୋଟେ ଖୁସି ଥିଲାବେଳେ କ'ଣ ଗୋଟେ ଘଟିଛି, ପାରିବାରିକ କାହାଣୀ ଭିତରେ ଗୋଟେ ଜିନିଷ ଘଟୁଛି ଯେଉଁଥିରେ ଅଛି ରହସ୍ୟ, ରୋମାଞ୍ଚ ଏବଂ ଗୋଟେ ଅନୁସନ୍ଧାନ ବି। ଏବଂ ତାପରେ ଗୋଟେ କ'ଣ ଗୋଟେ ବଦଲା ନିଆ ହେଉଛି। ଗୋଟେ ସାଧାରଣ ଲୋକ ଜୀବନରେ ଯଦି କିଛି ଘଟେ ତାହେଲେ ସିଏ କେତେ ଦୂର ଯାଇପାରେ ତାର ବଦଲା ନେବା ପାଇଁ। ଇଏ ଗୋଟେ ପୁରା ଯେତେବେଳେ ସେ କାହାଣୀ ଭିତରେ ଗୋଟେ ମୋର ବହୁତ ବଡ଼ ଜିନିଷ ଘଟିଛି ଅନଷ୍ଟ, ଯେଉଁଥିପାଇଁ ମୁଁ ଆଉ ବୋହୂ ମିଶି ଗୋଟେ ଅଭିଯାନ ଚଲେଇଲା ଭଳିଆ କରିଛୁ, ଯେଉଁଟାକ ସତ୍ୟଟାକୁ ଉଦ୍ଘାଟନ କରିବା ପାଇଁ। ବଣ୍ଡିଙ୍ଗ ଏବଂ ହଁ, ତେଣୁ ଗୋଟେ ତା ଭିତରେ ସେଠୁ ଗୋଲାପ, କିନ୍ତୁ ତା ଭିତରେ ରକ୍ତର ଚିଟା ଅଛି। ଗୋଲାପ ମାନେ ସୁନ୍ଦର, ବଢ଼ିଆ ବାସ୍ନା, କିନ୍ତୁ ତା ଭିତରେ ରକ୍ତ ଟିକେ ପଡ଼ିଲା, ତେଣୁ ରକ୍ତ, ଗୋଲାପଟା ରକ୍ତ ହେଇଗଲା। ତେଣୁ ନିହାତି ଗୋଟେ ରହସ୍ୟ, ରୋମାଞ୍ଚ ସହ ଫ୍ୟାମିଲିର ବଣ୍ଡିଙ୍ଗ ତା ଭିତରେ, ଏବଂ ଗୋଟେ ସାଧାରଣ ଲୋକର କ୍ଷତି ଘଟିଲେ ସାଧାରଣ ଲୋକଟି ସହି ଯାଏ, କିନ୍ତୁ କେତେ ବାଟ ଯାଇପାରିବ ଯଦି ବଦଲା ନେବାକୁ ଚାହିଁବ। ଏଇ ହିସାବରେ ସିନେମାଟି ହେଇଛି, ଏବଂ ଶିଶିର ପିନାକିଆ ଏହାର ନିର୍ଦ୍ଦେଶକ। ତାଙ୍କ ଲୋକ ଜାଣିଛନ୍ତି ତାଙ୍କ ସିନେମାର ମେକିଂ କିଭଳି, ଏବଂ ସେ କେମିତି କାହାଣୀ ଚୟନ କରନ୍ତି, ଏବଂ ବହୁତ ଅଳ୍ପ ଚରିତ୍ର ଭିତରେ ବହୁତ ଭଲ ଭଲ ଆକ୍ଟର ଅଛନ୍ତି। ତେଣୁ ସିନେମାଟି ନିହାତି ଲୋକଙ୍କ ଭିତରେ ଆଦୃତ ହେବ। ବହୁତ ନିକଟରେ ଆସୁଛି ଆପଣମାନଙ୍କ ପ୍ରେକ୍ଷାଳୟକୁ, ଆପଣମାନେ ଦେଖିବେ। ଅନ୍ତତଃ ଏଇଭଳିଆ ମୁହଁଟା ତ ମିଛ କହିନଥିଲା, କେବେ କେବେ କହିବନି, ତେଣୁ ଆସନ୍ତୁ, ନିହାତି ଭଲ ଲାଗିବ। ଯେହେତୁ ଯେମିତି ଆପଣ କହିଲେ ଗୋଟେ ପାରିବାରିକ କାହାଣୀ ଉପରେ ବେଶ କରି ଫିଲ୍ମଟି ହେଇଛି, ତ ଗୋଟେ ଶ୍ୱଶୁର ବୋହୂର ସମ୍ପର୍କ ଯୋଉଟା ଗୋଟେ କିଛି ଜିନିଷକୁ ରିଭିଲ୍ କରିବା ପାଇଁ କୋଉଠି ନା କୋଉଠି ଏଇଟା ଗୋଟେ ସୋସାଇଟିକି ମେସେଜ ଆସିପାରେ, ଗୋଟେ ଶ୍ୱଶୁର ବୋହୂର ବଣ୍ଡିଙ୍ଗ ଯେମିତି ମାନେ ନର୍ମାଲ ଫ୍ୟାମିଲି ଉପରେ। ହଁ, ସେ ଫ୍ରିନେସ୍ ବି ତା ଦେହରେ ଅଛି। ଗୋଟେ ଘଟଣା ଘଟିଗଲା ପରେ ତାକୁ ଫ୍ରି କରିଦେବା ପାଇଁ, କିନ୍ତୁ ଶାଶୁ ବୋହୂ ଏତେ ଦୂର ଯାଉନାହିଁ ଯେ ନା ଏଇଠି ଅଛି ମାନେ ଏଇଠି ହିଁ ରହିବି। ଏବଂ ଘଟଣାକ୍ରମରେ ପୁଅ ଯେଉଁ ଚାକିରି କରି ସେଠି କ'ଣ ଅସୁବିଧା ହେଇଛି, ମାନେ ସାଧାରଣ ସ୍ତରରେ, ପ୍ରତ୍ୟେକ ସ୍ତରରେ ଯେଉଁଠି ମଣିଷ କେମିତି କେମିତି ଟର୍ଚର୍ଡ ହେଉଛି, ଏବଂ ତା ଦ୍ୱାରା ଗୋଟେ କ'ଣ କ'ଣ ହେଇଯାଉଛି ଯାହାର ସତ୍ୟଟା ଆସିପାରୁନି ଆଖି ଲୋକଲୋଚନ ପାଖକୁ। ତେଣୁ ଇଏ ମାନେ ବାହାରିଛନ୍ତି, ସେଇ ବୟସରେ ବି ବାହାରିଛି ଯେ ସତ୍ୟଟା କ'ଣ ତାର ଜାଣିବା ଉଚିତ। ଏଇ ଫିଲ୍ମ ମାଧ୍ୟମରେ ସାର୍ ଓଡ଼ିଶାର ବୋହୂମାନଙ୍କୁ କିଛି ଗୋଟେ ଶିଖିବାକୁ ମିଳିବ, ଯେଉଁମାନେ ହଁ, ମାନେ ଏଇ ଯେଉଁ ବାହାଘର କଥା ନୁହେଁ, କିନ୍ତୁ ନାରୀ ଗୋଟେ ତାର ସ୍ୱାଧୀନତା ଅଛି, ତାର ଗୋଟେ ନିଜର ଷ୍ଟାଣ୍ଡ ଅଛି, ଏବଂ ସିଏ ସ୍ୱାଧୀନ, ଏବଂ ସିଏ ବି ତାର ସ୍ୱାମୀ ଉପରେ ଯଦି କିଛି ଆସେ, ଆଉ ଏମିତି କିଛି ନୂଆ କଥା ନୁହେଁ। ଆମର ଭାରତରେ ବହୁତ ସେଭଳି ବହୁତ ପୁରୁଣା ଅଛନ୍ତି ଯେଉଁମାନେ ମନୀଷୀ, ଯେଉଁମାନେ ତାଙ୍କ ଉପରେ ବା ତାଙ୍କ ସ୍ୱାମୀଙ୍କ ଉପରେ ଯଦି କିଛି ଆଞ୍ଚ ଆସେ, ସେ କେତେ ଦୂର ଯାଇପାରେ ଏଇଟା। ତେଣୁ ଗୋଟେ ନାରୀର ସେ ପର୍ଯ୍ୟନ୍ତ ବି ଅଛି ତାର ଏକ୍ସପିରିଏନ୍ସ, ଆଉ ସେଇଟା ବି ଶୋ କରାହେଇଛି। ହଁ, ନିହାତି, କାରଣ ଏବେ ତ ଦର୍ଶକ, ଓଡ଼ିଆ ଦର୍ଶକ ମାନେ ଯେହେତୁ ଜାତୀୟ ସ୍ତରରେ ହେଉଥିବା ଯେକୌଣସି ଜିନିଷରେ ଏକ୍ସପୋଜ, ତେଣୁ ଓଡ଼ିଶାରେ ବି ସେଇଭଳିଆ ଓଡ଼ିଆ ସିନେମା ହଉ ବୋଲି ସେମାନଙ୍କର ଇଚ୍ଛା। ଆଉ ତେଣୁ ଇଏ ଗୋଟେ ପ୍ରକାରର ତାକୁ ଦେବ ଅଲଗା ପ୍ରକାରର ଆନନ୍ଦ।
ଆଉ ମୋତେ ବି ଲାଗୁଛି ଯେ ଅଭିନୟ ବହୁତ ବଢ଼ିଆ ଆଜିକାଲି ଲୋକମାନେ ସେଇଟା ବି ଡିମାଣ୍ଡ କଲେଣି। କାହାଣୀ ସହିତ ଅଭିନୟ ବି ଭଲ ହେବା ଦରକାର। ତେଣୁ ନିହାତି ବହୁତ ଆପଣଙ୍କ ଭଲ ଛଡ଼ା ଆଉ ଲାଗିବ। କୋଉ ଆକ୍ଟ୍ରେସ୍ ମାନେ ଅଭିନୟ କରିଛନ୍ତି? ସମରେଶ ରାଉତରାୟ ଅଛନ୍ତି, ଏଲିନା ସାମନ୍ତରାୟ ଅଛନ୍ତି, ଅଭିଷେକ ଗିରି, ବହୁତ ସୋମୁ ମାନେ ଉଦିତ ଗୁରୁ, ତେଣୁ ଏମିତି ସମସ୍ତେ ଅଛନ୍ତି। ଗୋଟେ କଥା ଆ ଭିତରେ ଅଛି, ମାନେ ମୋର ବୋହୂ ଯିଏ ହେଇଛି ମାନେ ଏଲିନା ସାମନ୍ତରାୟ, ଅନ୍ତତଃ ମୁଁ ଏତିକି କହିପାରିବି ଓଡ଼ିଶାର ଦର୍ଶକ ଏଲିନା ସାମନ୍ତରାୟକୁ ଏଭଳିଆ ଏକ ଭୂମିକାରେ ଆଗରୁ କେବେ ଦେଖିନଥିବେ। ବୋହୂ ଭଳିଆ ବୋହୂ ଭୂମିକାରେ ବହୁ ଭୂମିକାରେ, ବହୁ ରୂପରେ, ବହୁ ଭୂମିକାରେ ତ ସେ କରିଛନ୍ତି, କିନ୍ତୁ ବହୁ ଭୂମିକାରୁ ବାହାରି ଆହୁରି କେଉଁ ଚରିତ୍ର ଏଇ ସିନେମାରେ ଅଛି ଯେଉଁଟା ସେ କେବେ ଆଗରୁ କରିନାହାନ୍ତି। ଏଇ ସିନେମାରେ ଓଡ଼ିଆ ଦର୍ଶକ ତାକୁ ଦେଖିବେ। ବୋହୂ ଚରିତ୍ର ଭିତରେ ବି ଏଲିନାଙ୍କ କ୍ୟାରେକ୍ଟର କିଛି ହଁ, ଅଛି। ଗୋଟେ ସ୍ତ୍ରୀ, ଗୋଟେ ବୋହୂ, ଜଣଙ୍କର ସ୍ତ୍ରୀ, ତେଣୁ ତାର ସେ ଯେଉଁ ଆଗ୍ରେସିଭ୍ ବା ଯାହା ଅଛି ସହିବା ଶକ୍ତି ଏବଂ ସ୍ୱାମୀର କ'ଣ କ'ଣ ଜିନିଷଟା ସତ୍ୟଟା ଜାଣିବା ପାଇଁ ସେ ଏଭଳି ଆଉ ବହୁତ ଭଲ ଅଭିନୟ କରିଛନ୍ତି। କିଛି ପୋଷ୍ଟର୍ସ ଆସିବଣି, ଆପଣ ଦେଖୁଥିବେ ସେ ଲୁକ୍ରୁ ଯେ କ'ଣ, ତେଣୁ ଗୋଟେ ଭୂମିକା ନୂଆ ଆସୁଛି ଯେତେବେଳେ ଏଲିନାଙ୍କର, ସମସ୍ତେ ଦେଖନ୍ତୁ, ଦେଖିବେ ଗୋଟେ ନୂଆ ପ୍ରକାରର ଅଭିନୟ।